मुरब्बी से रखिला आनी कि ना हमर बस्ती मुरब्बी आनी कि तोन जो को जहां चाहे रखि पारी नहीं बस्ती मुरब्बी नहीं बस्ती नहीं काहे की बस्ती लोक आनी कि रखिछंती से अछंती 6-7 वर्ष हेले हम संसार भलो दरकार बाहर लोक किए मते खबर मिला जे बाहर लोक माने रहउछे बांग्लादेश शरणार्थी ए माने सब होतनी बांग्लादेश शरणार्थी एक बस्ती उठी आसी हां ଆମର ଜାଗା ନାହିଁ ବୋଲି ଆମେ ଅଛୁ। ଖବର ଆସିଲା ଯେ ଯୋଉ ବାହାରୁ ସବୁ ଆସିକି ଏଇ ଘର ଏଇ ଧଡ଼ିଆ ଖାଁ ଦାଦା ତମ ଘର କୋଉଠି ତମେ ଏପଟେ ଆସି ରହିଛ ଚାଚା ଝିଅ ଘର ଅଛି ଚାଚା ମତେ ଗୋଟେ କଥା ଆପଣ କୁହନ୍ତୁ ଯେ ଆପଣଙ୍କର ଯୋଉ ଏଇ ବସ୍ତି ଗଢି ଉଠିବା ଆପଣଙ୍କ ଦେଖିବାରେ ବାଂଲାଦେଶୀ ଶରଣାର୍ଥୀ ମାନେ ଆସିବା କେତେ ଦିନ ହେଲା ତମେ ଜାଣିବାରେ ଏମାନେ କେମିତି ଆସି ଏଠି ରହିଲେ ଏମାନଙ୍କ ଭିତରେ କୁଆଡେ କାହାର ଆଧାର କାର୍ଡ ଭୋଟ ପରିଚୟ ପତ୍ର ବି ହେଇଯାଇଛି ବୋଲି କହୁଛନ୍ତି ଲୋକ କେମିତି ସବୁ ଏଗୁଡା ହେଲା ଯୋଉମାନେ ମୁରବ୍ବୀ ଅଛନ୍ତି ଯୋଉମାନେ ମୁରବ୍ବୀ ଅଛନ୍ତି ସେଇମାନେ ଧରିକିରି କରିଛନ୍ତି ଆଚ୍ଛା ସେଇ ମୁରବ୍ବୀ ମାନେ ତମ ବସ୍ତି ମୁରବ୍ବୀ ନା ନିଆଳିର ମୁରବ୍ବୀ ଏଠି ଅଛନ୍ତି 4-5 ଜଣ ସେପଟେ ଅଛନ୍ତି 3-4 ଘର ଅଛି ତମେ ଆମ ନିଆଳି ଝିଅ ନିଆଳି ବୋହୁ ଦେଖ ଇଏ ମୋ ନିଆଳି ଝିଅ ଏ ମୋ ନିଆଳି ବୋହୁ ଯିଏ ବାହାରୁ ଆସିଛନ୍ତି ସେମାନେ ବି ଆମର ନିଜର ସେମାନେ ବି ମଣିଷ ସେମାନଙ୍କର ବି ସମାଜରେ ରହିବାର ଅଧିକାର ଅଛି କିନ୍ତୁ ସେମାନେ ଆସି ଅବୈଧ ଭାବରେ ରହିବା ତାଙ୍କୁ ଚଞ୍ଚକଟା କରି ଭୋଟ ପରିଚୟ ପତ୍ର ଆଧାର କାର୍ଡ ପ୍ରଦାନ କରାଯିବା ସେତେବେଳର ପ୍ରଶାସନ ଏ ପ୍ରକ୍ରିୟାକୁ ନେଇ ଏତେ ସ୍ଥାଣୁ ରହିବା ତାପରେ ନୂତନ ପ୍ରଶାସନ ଆସିଲା ପରେ ନିଆଳିବାସୀ ଗୋଟେ ଆଶାରେ ନୂତନ ପ୍ରଶାସନକୁ ବାଛିଥିଲେ ବା ନୂତନ ସରକାରକୁ ବାଛିଥିଲେ ଭୋଟ ଦେଇ ତାପରେ ଯେତେବେଳେ ସେ ପରିବର୍ତ୍ତନ ମଧ୍ୟ ଘଟିଲା ତାପରେ ମଧ୍ୟ ଯୋଉ ବସ୍ତି କି ସେଇ ବସ୍ତି ଆଜି ତାହେଲେ ତମେ ଯେତେବେଳେ ଏମାନେ ଆସି ବାଂଲାଦେଶରୁ ଯେତେବେଳେ ଏମାନେ ଆସି ରହିଲେ ତମେ ୟାଙ୍କୁ ବିରୋଧ କରିଥିଲ ବସ୍ତି ମୁରବ୍ବୀ ସେ ରଖିଲା ଆଣି କି ନା ଆମର ବସ୍ତି ମୁରବ୍ବୀ ଆଣିକି ତମେ ଯୋଉ ଯାହା ଚାହିଁବେ ରଖି ପାରିବେ ବସ୍ତି ମୁରବ୍ବୀ ନାହିଁ କାହିଁକି ବସ୍ତି ଲୋକ ଆଣିକି ରଖିଛନ୍ତି ସେ ଅଛନ୍ତି 6-7 ବର୍ଷ ହେଲାଣି ଗରିବ ଲୋକ ଚାଷୀ ଏମାନେ ଯଦି ଗରିବ ଲୋକ ଅଛନ୍ତି ଏମାନଙ୍କର ବ୍ୟବସ୍ଥା କରିବା ଦରକାର ଏମାନଙ୍କୁ ଯୋଉଠି ଆଣି ଏଇଟା ଗୋଟେ ଠାକୁରଙ୍କ ଜାଗା ତମ ଘର କଣ ମନ୍ଦିର ଏପଟକୁ ଅଛି ସେଇଟା ଦେଖ ମନ୍ଦିରର ପୁରା ସିଧାକୁ ପ୍ରାଚୀ ନଦୀକି ଆମର ମା ଠାକୁରାଣୀ ଆମର ମା ଆସିବେ ପ୍ରାଚୀ ମା ଆସିବେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସେ ବାଟଟା ବନ୍ଦ ହେଇଗଲା ଚାଚା ଆପଣ ନିଜେ କୁହନ୍ତୁ ଧର ଏ ଭାରତର ନୁହଁ ପାକିସ୍ତାନରୁ 100 ଜଣ ଖଣ୍ଡେ ହିନ୍ଦୁ ଆଣି ଆମେ ଗୋଟେ ମସଜିଦ ପାଖରେ ବସେଇଦବା ଏଇଟା ଆମକୁ ଭଲ ଲାଗିବ ଚାଷୀ ଭଲ ଲାଗିବ ନିଆଳି ହିନ୍ଦୁଙ୍କୁ କାହିଁକି ଏଇଟା ଭଲ ଲାଗିବ ମତେ କହିଲ ତମେ ସିନା ଆମର ନିଜର ବୋଲି ତମ ମାନେ ଆମ ସାଙ୍ଗରେ ଛୋଟବେଳୁ ଆମେ ମୋ ଆଗରୁ ତମେ ନିଆଳିରେ ଜନ୍ମ ହେଇଛ ମୋର ଅଧିକାର ନିଆଳି ଉପରେ ତମର ଅଧିକାର କିନ୍ତୁ ଯୋଉମାନେ ବାହାରୁ ଆସିଲେ ସେମାନଙ୍କୁ କାହିଁକି ତମେ ବସେଇଲ ଯଦି ବସେଇଲ କଣ ନିଆଳିରେ ଆଉ ଜାଗା ନଥିଲା କୋଉଠି ଫାଙ୍କା ଜାଗା କୋଉଠି କଣ ଆଉ ସରକାରୀ ଜାଗା ଫାଙ୍କା ଜାଗା ନଥିଲା ତମେ ଯଦି ଜବରଦଖଲ କରି ବସଉଥିଲ ତମେ ଆଣିକି ସୁବନେଶ୍ୱର ମନ୍ଦିର ପଛପଟେ ବସେଇବ ଏଠି ନିଜ ଲୋକ ବି ଉଠି ପାରିବେ କଣ ଏଇ କଥା ନା କଣ ତାଙ୍କ ପାଇଁ ଆମେ ବି କଣ ଦୋଷ ତମର ଜାଗା ନଥାଇକି ତମେ ବି ଯଦି ସରକାରୀ ଜାଗାରେ ରୁହ ମୁଁ କହୁଛି ତମକୁ ଏବେ ତମେ ଯଦି ନିଆଳି ଲୋକ ଗୋଟେ ରହିଛି ତାଠାରୁ ଦୁଃଖ ନାହିଁ କାରଣ ତମର କୋଉ ଖାନଦାନ ଏଠି ନିଆଳିରେ ଆଗରୁ ଅଛି ଗୋଟେ ବାଂଲାଦେଶୀ ଲୋକ ଯେତେବେଳେ ଆସି ଏଠି ରହୁଛି ସେଇ ଜାଗାରେ ତମେ ରହିଲେ ବୋଲି ଦେଖ ସେମାନେ କଣ କଲେ ସାଙ୍ଗେ ସାଙ୍ଗେ ଅଲଗା ଲୋକଙ୍କୁ ଆଣି ବସେଇଲେ ତମେ ଭାବୁଛ ଏ ବସେଇବା ପଛରେ ବାହାରୁ ଲୋକଙ୍କୁ ଆଣି ଯୋଉ ମୁରବ୍ବୀ ବା ଯୋଉ ରାଜନେତା ମାନେ କହିଛନ୍ତି ୟା ତାଙ୍କର ଭୋଟ ହଉଛି ମୁଖ୍ୟ ଉଦ୍ଦେଶ୍ୟ ନା କଣ ଆମର ଜନ୍ମ ଥାନ ଆମର ଏଠି ସବୁ ଏଠି ଆମର ଲୋକାଲ ଲୋକ ଆମର ବାହାର ଲୋକ ନାହିଁ ତମ କଥାରୁ ଜଣା ପଡିଯାଉଛି ସେମାନଙ୍କର ଦେଖିବ ସେମାନେ ବୁଝିପାରୁଛନ୍ତି ସେମାନେ ଜାଣିପାରୁନାହାନ୍ତି ଚିହ୍ନି ପାରନ୍ତି ରୋହିଙ୍ଗ୍ୟାର ଯୋଉ ଶରଣାର୍ଥୀ ମାନେ ବା ଯୋଉ ମୁସଲମାନ ବନ୍ଧୁ ମାନେ ହତିଆର ଖଣ୍ଡା ଏସବୁ ସେଠୁ ବାହାରିଲା ଆଜି ମୋର ଭାଇ ଭଉଣୀ ମାନେ ବି ଏଠି ରହୁଛନ୍ତି ଏମାନେ ସୁରକ୍ଷିତ ତ ଆମ କଥା ଛାଡନ୍ତୁ ଏମାନେ ସୁରକ୍ଷିତ ତ କାଲି ସକାଳେ ସେମାନଙ୍କର ଯଦି ମୁଣ୍ଡ ଗରମ ହବ ଏମାନଙ୍କର ବି ସେମାନେ କ୍ଷତି କରିପାରନ୍ତି ତେଣୁ ବିଚାର କଣ ଚାଚା ଠିକ କଥା କରିପାରିବେ ନା ନାଇଁ ତମେ କଣ ଭାବୁଛ ସେମାନେ କ୍ଷତି କରିବା ପୂର୍ବରୁ ହିନ୍ଦୁ ମୁସଲିମ ଦେଖିବେ କି ଦେଖିବେ ତେଣୁ ବର୍ତ୍ତମାନ ବିଚାର ନିଆଳିର ଦେଖନ୍ତୁ ଆଜ୍ଞା ଆମର ଏ ଭିଡିଓ କରିବାର ଉଦ୍ଦେଶ୍ୟ କେବଳ ନିଆଳିର ଏଇଟା ଗୋଟେ ହଉଛି ଭାରି ସେନ୍ସିଟିଭ ଜିନିଷ ମତେ ବହୁତ ଲୋକ କହିଥିଲେ ନାଇଁ ରିତେଶ ବାବୁ କି ନାଇଁ ଭାଇ ଏ ବିଷୟରେ ଭିଡିଓ କର ନାହିଁ ବହୁତ ବଡ ବଡ ଲୋକ ବୁଝେଇଥିଲେ କାହିଁ ଅଯଥା ଏ କଣ୍ଟ୍ରୋଭର୍ସିରେ ଫସିବ ସାର୍ ଭାଇ ମାନେ ଦେଖନ୍ତୁ ମୋର କଣ୍ଟ୍ରୋଭର୍ସି କରିବାର ଆଗ୍ରହ ନାହିଁ ଏଇଟା ଗୋଟେ ସେନ୍ସିଟିଭ ଜିନିଷ ମୁଁ ଯଦି ରିତେଶ କୁମାର ଷଡଙ୍ଗୀ ଯଦି ଆକୁ ନ ଦେଖିବି ନିଆଳିର ପୁଅ ହିଁ ତାହେଲେ କିଏ ଦେଖେଇବ ଆକୁ ଆଜି ମୋ ମା ପ୍ରାଚୀ ଆଜି ଯେତେବେଳେ ଚାହୁଁଛନ୍ତି ଦର୍ଶନ କରିବା ପାଇଁ ପ୍ରଭୁଙ୍କ ପାଖକୁ ଆସିବା ପାଇଁ ମୋ ମା ଆସିବା ବାଟରେ ଆଜି ବାଂଲାଦେଶୀ ରୋହିଙ୍ଗ୍ୟା ଶରଣାର୍ଥୀ ଆସନ୍ତୁ ଚେଷ୍ଟା କରିବା ସେମାନଙ୍କ ଘର ପାଖକୁ ଯିବା କିଏ ସେ ଅଛନ୍ତି ସେମାନଙ୍କୁ ପଚାରି ବୁଝିବା କଣ ସେମାନେ କହୁଛନ୍ତି କଣ ଏଠି ଭଣ୍ଡା ଗଛ ଉଠି ଭଣ୍ଡା ବି ଫଳିଲାଣି ସେମାନେ ଭଲରେ ଚଳନ୍ତୁ ମୁଁ ଏବେ ବି କହୁଛି ତା ପଛରେ ଦେଖନ୍ତୁ ସେଟା ବୋଧେ ଗୋଟେ ଇଟା ଭାଟିକି ଘର ଭଳିଆ ଲାଗୁଛି କନଷ୍ଟ୍ରକ୍ସନ ଚାଲିଛି କିଏ ଅଛନ୍ତି ଭାଇ ଭଉଣୀ କିଏ ଅଛନ୍ତି ମୁଁ ନିଆଳିରୁ ଆସିଥିଲି ନିଆଳି ଚିତ୍କାରରୁ କିଏ ଅଛନ୍ତି
ମା ଘରେ କିଏ ଅଛନ୍ତି ବଡ ଲୋକ? ମା ତମ ଘର କୋଉଠି? ଏଇଠି ଦେଖନ୍ତୁ ଏଇ ଯୋଉ କୁନି ଝିଅଟା, ଏ କୁନି ଝିଅ ମୋ ଝିଅ ବୟସର, ୟାଙ୍କୁ ଥଇଥାନ ବ୍ୟବସ୍ଥା କରନ୍ତୁ। ମୁଁ ଦେଖ ତାକୁ ଦେଖିଲା ପରେ ମୋର ଇଚ୍ଛା ହଉନି ୟାଙ୍କ ବିରୁଦ୍ଧରେ କିଛି କହିବା ପାଇଁ, ରହିଛନ୍ତି କିନ୍ତୁ ୟାଙ୍କୁ ଥଇଥାନ କରନ୍ତୁ। ଇଏ ବ୍ୟବସ୍ଥା ତୁରନ୍ତ ଭାବେ ଦାୟିତ୍ୱପୂର୍ଣ୍ଣ ଭାବରେ ନିଅନ୍ତୁ। ଏଇଠି ମୋ ପ୍ରାଚୀ ମା ଏଇଠି ଦେଖନ୍ତୁ, ଏଇ ହଉଛି ଆର ଆଜି ଅବସ୍ଥା ନିଆଳିର। ଆ ଦେହରେ ଆମେ କହିବା କଣ ନା, କହୁଛି ନିଆଳିକି ନେଇ କହୁଛି, ଫାଲତୁ କଥାବାର୍ତ୍ତା କରୁଛି। ଆଜ୍ଞା ଏ କଣ ଫାଲତୁ କଥାବାର୍ତ୍ତା? ଏ କୁନି କୁନି ପିଲା କାଲି ସକାଳେ କଣ ସୃଷ୍ଟି ହବ ମନରେ, ଯେତେବେଳେ ଆମର ଯୋଉ କୁନି କୁନି ପିଲା ସବୁବେଳେ ସେ ପିଲା ଶୁଣିବେ ନାଇଁ ଆସିଲେ ବାଂଲାଦେଶୀ ମାଡି ବସି ରହିଛନ୍ତି ଆମ ସୁବର୍ଣ୍ଣେଶ୍ୱରଙ୍କ ଜାଗାକୁ, ମନରେ ଗଭୀର ଚାପ ସୃଷ୍ଟି ହବ। ପିଲାମାନେ ଆମେ ଯୋଉ ଆସିଥିଲୁ ତମକୁ ଭଲ ଲାଗିଲା ନା ଭଲ ଲାଗିଲାନି? ଏ କୁନି କୁନି ଛୁଆ ମାନେ ମୋ ସାଙ୍ଗେ ଅଛନ୍ତି, ୟାଙ୍କ ଭିତରୁ ହୁଏତ ସେ ପରିବାରର ପିଲା ବି କେହି ଥାଇପାରନ୍ତି। ମୁଁ ଆଜି ସେମାନଙ୍କୁ କହୁଛି ଭାଇ ମାନେ ଦେଖ ତମେ ମୋ ଶତ୍ରୁ ନୁହଁ, କିନ୍ତୁ ଅଲଗା କଣ ନିଆଳିରେ ନାହିଁ ଜାଗା ନାହିଁ? ଯଦି ସରକାର ତମକୁ ଭୋଟ ପରିଚୟ ପତ୍ର ଦେଇ ସାରିଲାଣି, ଆଧାର କାର୍ଡ ଦେଇ ସାରିଲାଣି, ଆମେ ତମକୁ ତ ଜାଗାଟେ ବି ଦେଇପାରିବ ରହିବା ପାଇଁ। ତୁରନ୍ତ ପ୍ରଶାସନ ଏ ଜିନିଷକୁ ସଂଜ୍ଞାନକୁ ନଉ। ତୁରନ୍ତ ରାଜ୍ୟ ସରକାରକୁ ମୁଁ ଅନୁରୋଧ କରିବି ଏ ଜିନିଷକୁ ସଂଜ୍ଞାନକୁ ନେଇ ମୋ ପ୍ରାଚୀ ମା ଇଏ ଦେଖନ୍ତୁ, ମୋ ମା ଇଏ ମୋ ପାଇଁ ଚିର ନମସ୍ୟ, ଆଉ ଚିର ନମସ୍ୟ ହେଇ ରହିବ। କିନ୍ତୁ ତା ମାନେ ନୁହଁ ଇଏ କୁନି କୁନି ପିଲାମାନେ ମୋ ଶତ୍ରୁ ବୋଲି। ସେ ପିଲାଙ୍କୁ ଦେଖାଅ, ଏ କୁନି କୁନି ପିଲାମାନେ ଏମାନେ ବି ମୋ ପିଲା। ତେଣୁ ଆଜି ମୁଁ ଏ ପିଲାମାନଙ୍କ ସାଙ୍ଗେ ଠିଆ ହେଇ ଏତିକି ତମ ମାନଙ୍କୁ ଆହ୍ୱାନ ଦେବି ନିଆଳିବାସୀଙ୍କି, ଦୟାକରି ନିଆଳିବାସୀ ଯତ୍ନଶୀଳ ହୁଅନ୍ତୁ ଏବଂ ନିଜର ଅସ୍ମିତା, ନିଜର ପ୍ରାଚୀ ଅସ୍ମିତା, ନିଜର ନିଆଳି ଅସ୍ମିତା ତାକୁ ଜାଗ୍ରତ କରନ୍ତୁ। ଆଉ ଯଥାସମ୍ଭବ ଯେତେ ଶୀଘ୍ର ଏମାନଙ୍କର ଥଇଥାନ ବ୍ୟବସ୍ଥା କରନ୍ତୁ ଓ ମୋ ମାକୁ, ମୋ ପ୍ରାଚୀ ମାକୁ, ମୋ ପ୍ରଭୁ ସୁବର୍ଣ୍ଣେଶ୍ୱରଙ୍କ ଦର୍ଶନ କରିବାକୁ ଯିବାର ଯୋଉ ବାଟ କାହିଁ କୋଉ କାଳରୁ ରହି ଆସିଛି ତାକୁ ପ୍ରଶସ୍ତ କରନ୍ତୁ। ଆଉ ହଁ, ଯୋଉ ଭାଇ ବି ଆଙ୍କୁ ଆଣି ଥଇଥାନ କରେଇଛନ୍ତି ସେ ଭାଇମାନଙ୍କୁ ବି ମୁଁ ଅନୁରୋଧ କରି, ଭାଇମାନେ ଆପଣ କିଛି ଖରାପ କାମ କରିନାହାନ୍ତି, ଏମାନେ ଯୋଉଠି ବି ରୁହନ୍ତି ଏମାନଙ୍କ ଜୀବନ ଅତି ନିମ୍ନମାନର, ଆପଣ ଭଲ କରିଛନ୍ତି। କିନ୍ତୁ ଭାଇ ଗୋଟେ ଅଲଗା ଜାଗା ଦେଖି କୋଉଠି ବ୍ୟବସ୍ଥା କରନ୍ତୁ, ଯୋଉଠି ଆମ ସୁବର୍ଣ୍ଣେଶ୍ୱରଙ୍କର ଆମର ଯୋଉ ବିଶ୍ୱାସ ହିନ୍ଦୁ ଆସ୍ଥା ପ୍ରତି ଆଘାତ ହବାର ନାହିଁ କି ଏ ଲୋକମାନେ ହଇରାଣ ହବାର ନାହିଁ। ଆଉ ତୁରନ୍ତ ବି ଏମାନଙ୍କୁ ଛାତ ଘର ବି ଦିଅ ଯୋଉଠି ଦବ, କିନ୍ତୁ ଏ ଜାଗାରୁ ତୁରନ୍ତ ଏମାନଙ୍କୁ ହଟେଇବା ପାଇଁ ଦାବି କରୁଛୁ। ନହେଲେ ଯଦି ଏମାନେ ଏଠି ବୈଧ ଭାବରେ ଅଛନ୍ତି, ମହୋଦୟ ସାମ୍ନାକୁ ଆସନ୍ତୁ, ନିଆଳିର ପ୍ରତିଷ୍ଠିତ ବ୍ୟକ୍ତି ମାନେ, ନିଆଳିର ରାଜନେତା ମାନେ ସାମ୍ନାକୁ ଆସନ୍ତୁ ଆଉ କୁହନ୍ତୁ ହଁ ଏମାନଙ୍କର ବି ଅଧିକାର ଅଛି ରହିବା ପାଇଁ, ଏମାନଙ୍କୁ ବି ଆମେ ଘର ଦବୁ, ଏଇ ଜାଗାରେ ଦବୁ। ତାପରେ ବିଚାର କରିବ ନିଆଳି। ନଚେତ୍ ଅନ୍ୟ ଗୋଟିଏ ଅତ୍ୟନ୍ତ ସ୍ୱତନ୍ତ୍ର ମାର୍ଗରେ ଏମାନଙ୍କୁ କୌଣସି ଗୋଟେ ଭଲ ଜାଗାରେ ଥଇଥାନ କରାଯାଉ, ଭଲ ଘର ପ୍ରଦାନ କରାଯାଉ। ଯଦି ଏମାନଙ୍କୁ ଆମେ ଚଞ୍ଚକତା କରି ଭୋଟ ପରିଚୟ ପତ୍ର ଆଧାର କାର୍ଡ ଦେଇ ସାରିଛେ, ଘର ପ୍ରଦାନ କରିବାରେ କିଛି ଅସୁବିଧା ନାହିଁ। 100 ଜଣ ରହୁଛନ୍ତି ଆଉ 2ଟା ପିଲା ବଢିଯିବେ, କିନ୍ତୁ ବିଚାର ଆପଣଙ୍କର। କାରଣ ଆମେ ଆପଣଙ୍କ ସ୍ୱର।